ଚାଲନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କର ଏହି ରହସ୍ୟମୟ ନବଗୁଞ୍ଜର ରୂପର କାହାଣୀ। ଏକଦା ଦ୍ୱାପର ଯୁଗରେ ଅର୍ଜୁନ ନୂତନ ଅସ୍ତ୍ରଶସ୍ତ୍ର ପାଇଁ ମଣିଭଦ୍ର ପର୍ବତ ଉପରେ ତପସ୍ୟାରତ ଥିଲାବେଳେ ଏକ ଅଦ୍ଭୁତ ଶବ୍ଦ ଶୁଣିଲେ। ଏ କି ଶବ୍ଦ ଯିଏ ମୋ ତପସ୍ୟା ଭଙ୍ଗ କଲା? ହେ ଭଗବାନ, ଏ ଅଦ୍ଭୁତ ଜୀବଟା କ'ଣ, ଯାହାର ମୁଣ୍ଡଟା ଗଞ୍ଜା ଭଳି, ବେକ ମୟୂର, ପିଠି ଷଣ୍ଢ ଏବଂ ଲାଙ୍ଗୁଡ଼ଟା ନାଗ ସାପ ଭଳି ଦିଶୁଛି। ତାର ଗୋଟେ ଗୋଡ଼ ତ ଘୋଡ଼ା, ଗୋଟେ ବାଘ, ଆରଟି ହାତୀ ଏବଂ ଚତୁର୍ଥଟି ଗୋଡ଼ ନୁହେଁ, ଏଟା ତ ହାତ। ହେ ଭଗବାନ, ଏ ହାତରେ ତ ଅଛି ସୁଦର୍ଶନ ଚକ୍ର। ତା ମାନେ ଏ ତ ଭଗବାନ ଶ୍ରୀକୃଷ୍ଣ। ମତେ ଚିହ୍ନିବା ପାଇଁ ଏତେ ସମୟ ଲାଗିଲା ତମକୁ ସଖା ଅର୍ଜୁନ? ହେ ଶ୍ରୀକୃଷ୍ଣ, ଏ କି ମୟ ଆପଣଙ୍କର? ପାର୍ଥ, ମୋର ରୂପ ତ ଅନନ୍ତ ଆଉ ଅସୀମ। ଏହି ଅବତାରର ଅଭିପ୍ରାୟ ତୁମ ମନରୁ ସର୍ବଶକ୍ତିମାନ ଏବଂ ସର୍ବଜ୍ଞାନୀ ହେବାର ଅହଙ୍କାର ଦୂର କରିବା ଏବଂ ନୂତନ ଜ୍ଞାନର ଗୁଞ୍ଜରଣ କରିବା। ହେ ଶ୍ରୀକୃଷ୍ଣ, ଏହା ସତ୍ୟ ଯେ ମୁଁ ସର୍ବଶକ୍ତିମାନ ଏବଂ ସର୍ବଜ୍ଞାନୀ ହେବାର ଗର୍ବ ଅଛି ମୋ ମନରେ। ପାର୍ଥ, ଏହା ସତ୍ୟ ହେଉଛି ଯେ ଭଗବାନଙ୍କୁ ବୁଝିବା ପାଇଁ ଶକ୍ତି ନୁହେଁ, ନମ୍ରତା ଦରକାର। ଅହଙ୍କାର ହେଉଛି ମନର ଅନ୍ଧକାର ଆଉ ନମ୍ରତା ହେଉଛି ଜ୍ଞାନର ଆଲୋକ। ଏହି ଆଲୋକକୁ ଧର, ବିଜୟ ସଦାସର୍ବଦା ତୁମ ସହିତ ରହିବ। ହେ ପ୍ରଭୁ, ଆପଣ ମୋ ଏହି ଚକ୍ଷୁରୁ ଅହଙ୍କାରର ପରଦା ହଟାଇଥିବାରୁ ଆପଣଙ୍କୁ ଅନେକ ଧନ୍ୟବାଦ।